ଆମ ପାଖରେ କାଲିର ରାମବନବାସ ଅଧ୍ୟାୟର ଯେ ଭରତ ରୋଲ କରିଥିଲେ ସେ ଭାଇ ଅଛନ୍ତି ସନ୍ତୋଷ ଭାଇ, ତାଙ୍କ ପ୍ରତିଜ୍ଞାନ। ଆଜ୍ଞା ଆପଣଙ୍କ ନାଁଟା ଭଲ ନାଁଟା ସର୍ବପ୍ରଥମେ ଆମ ଦର୍ଶକ ଆଗରେ କହିବେ। ଜୟ ଶ୍ରୀରାମ। ମୋ ନାଁ ହଉଛି ସନ୍ତୋଷ କୁମାର ବାରିକ। କେତେ ବର୍ଷ ହେଲାଣି ଏଇଠି ଝାଡୁମଲ୍ଲି ଅନୁଷ୍ଠାନରେ ଅଭିନୟ କରି ଆସୁଛନ୍ତି? ବର୍ତ୍ତମାନ ମୋର 16 ବର୍ଷ ହେଇଗଲା। ଝାଡୁମଲ୍ଲି ମାଙ୍କ ତରଫରୁ ମାଙ୍କ କରୁଣାରୁ ମୁଁ ବର୍ତ୍ତମାନ 16 ବର୍ଷ ହେଲା ଅନୁଷ୍ଠାନରେ ରହିଛି। ଆଉ ମାଙ୍କର ଅନୁଷ୍ଠାନ ତ ଧୀରେ ଧୀରେ ଆମେ ଆରମ୍ଭ କରିଥିଲୁ ତ ଛୋଟ ଥିଲା, ବର୍ତ୍ତମାନ ବହୁତ ପ୍ରସାର କରିଗଲାଣି, ନାଁ କରିଗଲାଣି। ଆଉ ବର୍ତ୍ତମାନ ପ୍ରଥମରୁ ଗୋଟେ ଦିନ ହଉଥିଲା ମାଙ୍କର ବାର୍ଷିକ ଉତ୍ସବ, ବର୍ତ୍ତମାନ ଏବେ 4 ଦିନ ଧରି ଚାଲିଛି, ଆଗକୁ ଆହୁରି ବଢି ଚାଲିବ। ପ୍ରଭୁ ଶ୍ରୀରାମଙ୍କ ଅନୁଜ ଭାବରେ ଭରତ, ଲକ୍ଷ୍ମଣ ଏବଂ ଶତ୍ରୁଘ୍ନ, ତାଙ୍କର ହାର୍ଟ କହିଲେ ଲକ୍ଷ୍ମଣ ଆଉ ଭରତଙ୍କୁ ବେଶୀ ବୁଝାଏ, କାରଣ ସେ ଭରତଙ୍କୁ ବେଶୀ ଭଲ ପାଆନ୍ତି। ସେ ତାଙ୍କୁ ଏତେ ବର୍ଷ ଲକ୍ଷ୍ମଣ ତ ତାଙ୍କ ପାଖାପାଖି ରହିକି ସେବା କଲେ, ଭରତ 14 ବର୍ଷ କାଳ ତାଙ୍କ ଦୂରରୁ ରହିକି ରହିଲେ। ତ କେତେ ଗର୍ବ ଅନୁଭବ କରୁଛନ୍ତି ସେଇ ରୋଲଟା ଆପଣଙ୍କୁ ମିଳିଛି ଆପଣଙ୍କ ଗାଁରେ? ବହୁତ ବହୁତ ଗର୍ବ। ପ୍ରଭୁ ଶ୍ରୀରାମଙ୍କର ମାନେ ଗୁଣଗାନ, ଶ୍ରୀରାମଙ୍କର ଚରିତ୍ର, ତା ଭିତରେ ପୁଣି ଭରତ ରୋଲ ପ୍ରଭୁଙ୍କର ମାନେ ମଧ୍ୟମ ଭାଇ, ଆଉ ସେ ରୋଲଟି ମତେ ମିଳିଥିବାରୁ ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରୁଛି। ଆଉ ମୋର ଗୁରୁ ବେଣୁଧର ବଛି ଏବଂ ଗୁରୁ ଭରତ ପ୍ରଧାନ, ତାଙ୍କୁ ବି ଧନ୍ୟବାଦ ଦଉଛି। ଆଉ ଆମର ମ୍ୟାନେଜର ପୁରୁଷୋତ୍ତମ ବାରିକ, ତାଙ୍କୁ ବି ଧନ୍ୟବାଦ ଦଉଛି ଯିଏକି ମତେ ଭରତ ରୋଲ ପାଇଁ ଚୟନ କରିଥିଲେ। କାଲି ଆଜ୍ଞା ଭରତ ଅଭିନୟରେ ଶେଷରେ ଆସି ଗୋଟେ ଦମଦାର ସୁପରହିଟ୍ ଅଭିନୟ କରିଥିଲେ, ଗୋଟେ ଗୀତଟେ ଯେତେବେଳେ ମାତା କକେଇଙ୍କୁ ଭର୍ତ୍ସନା କରିଥିଲେ, ଗୋଟେ ଗୀତଟେ ଆଜ୍ଞା ବୋଲିଥିଲେ। ସେଇ ଗୀତରୁ ରିକ୍ୱେଷ୍ଟ କରିବୁ ପଦେ ଆଜ୍ଞା ଆମ ଦର୍ଶକ ଗହନ ଜନ নীল জনম তোরাল জন্ম তোরা নতে জিছু কিম্পা ইতু খাই না জহরাল से जहरा। बहुत बढ़िया। निश्चय आपण बहुमूल्य समय किसी समय यूट्यूब चैनल तरफ हार्दिक हार्दिक शुभेच्छा अभिनंदन।